ଓଡ଼ିଆ ବାଇବେଲ କୁଇଜ୍ର ବିଶେଷ କାର୍ଯ୍ୟକ୍ରମରେ ଆପଣ ପ୍ରତ୍ୟେକଙ୍କୁ ସ୍ୱାଗତ କରେ। ପ୍ରଶ୍ନ ଉତ୍ତର ମାଧ୍ୟମରେ ଆମେ ବାଇବେଲ ଧ୍ୟାନ କରୁଅଛୁ। ଯାତ୍ରା ପୁସ୍ତକକୁ ଆମେ ଧ୍ୟାନ କରୁଛୁ, ଅନେକ ବିଷୟ ଶିକ୍ଷା କରୁଅଛୁ। ବିଗତ ଦିନମାନଙ୍କରେ ଆମେ ଆଦି ପୁସ୍ତକକୁ ଧ୍ୟାନ କରୁଥିଲୁ, ଅନେକ ବିଷୟ ଶିକ୍ଷା ପାଇଥିଲୁ। ଯେଉଁମାନେ ଆମମାନଙ୍କର ଏହି ଚ୍ୟାନେଲକୁ ନୂତନ ଭାବରେ ଆସିଛନ୍ତି, ଏ କାର୍ଯ୍ୟକ୍ରମରେ ନୂତନ ଭାବରେ ଜଏନ୍ କରିଛନ୍ତି, ମୁଁ ଅନୁରୋଧ କରେ ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ସେମାନେ ଆଦି ପୁସ୍ତକର ସମସ୍ତ ପ୍ରଶ୍ନ ଉତ୍ତର ପାଇପାରିବେ ଏବଂ ବର୍ତ୍ତମାନ ଚାଲୁଥିବା ଯାତ୍ରା ପୁସ୍ତକରେ ମଧ୍ୟ ସେମାନେ ଅଂଶୀ ହେବେ, ପ୍ରଶ୍ନ ଉତ୍ତର ସହଜରେ ପାଇପାରିବେ ଏବଂ ସାନ ସାନ ପିଲାମାନଙ୍କୁ ଏଥିରେ ଅଂଶୀ କରାନ୍ତୁ, ଯାହାଦ୍ୱାରା ସେମାନଙ୍କର ବାକ୍ୟ ପ୍ରତି ଉତ୍ସାହ ମଧ୍ୟ ବୃଦ୍ଧି ପାଇବ। ଗତକାଲି ଯେଉଁ ପ୍ରଶ୍ନଟି ପଚରାଯାଇଥିଲା ତାହା ଥିଲା, ରଫିଦିମ୍ର ପର୍ବତରେ ମୋଶା ଯେଉଁ ବେଦୀ ନିର୍ମାଣ କରିଥିଲେ ତାହାର ନାମ କ'ଣ? ସଠିକ୍ ଉତ୍ତର ହେଉଛି ଜିହୋବା ନିସି। ଯାତ୍ରା ପୁସ୍ତକ 17 ପର୍ବ 15 ପଦରେ ଆପଣମାନେ ଉତ୍ତରଟି ପାଇପାରିବେ। ଆଜି ନିମନ୍ତେ ପ୍ରଶ୍ନ ହେଉଛି, ମୋଶା ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ ପୁରୁଷାନୁକ୍ରମେ କାହା ସହିତ ସଦାପ୍ରଭୁଙ୍କ ଯୁଦ୍ଧ ହେବ ବୋଲି କହିଥିଲେ? ମୋଶା ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ ପୁରୁଷାନୁକ୍ରମେ କାହା ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ ବୋଲି କହିଥିଲେ? ଏହି ପ୍ରଶ୍ନର ଉତ୍ତରଟିକୁ ଆପଣମାନେ ଆମମାନଙ୍କର ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଆମମାନଙ୍କୁ ଦିଅନ୍ତୁ ଏବଂ ବିଶେଷ କରି ସାନ ସାନ ପିଲାମାନଙ୍କୁ କୁହନ୍ତୁ ଉତ୍ତର ଦେବେ, ଯାହାଦ୍ୱାରା ସେମାନଙ୍କର ଉତ୍ସାହ ବୃଦ୍ଧି ପାଇବ ଏବଂ ସେମାନେ ନିଜେ ଖୋଜିବେ ବାଇବେଲର ଉତ୍ତରଟି କେଉଁଠି ଅଛି। ଧନ୍ୟବାଦ।